ମୋ ମାମୁଁ ପୁଅ ଭାଇ ମୋତେ ତା ଘରକୁ ନେଇ କିପରି ଘଣ୍ଟା ଘଣ୍ଟା ଧରି ଘେନିଥିଲା ସେଇ ବିଷୟରେ ମୁଁ ଆଜି ଆପଣମାନଙ୍କୁ ଏଇ ଭିଡ଼ିଓରେ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ମୋ ନାମ ହେଉଛି ରୋଜି। ଆପଣମାନେ ଦେଖୁଛନ୍ତି ଆପଣଙ୍କର ପ୍ରିୟ ଚ୍ୟାନେଲ୍ ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ହଟ୍ ଘିଆଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ତ ଆସନ୍ତୁ କିପରି ମୋ ମାମୁଁ ପୁଅ ଭାଇ ମୋତେ ତା ଘରକୁ ନେଇ ଘଣ୍ଟା ଘଣ୍ଟା ଧରି ଘେନିଥିଲା ସେଇ ବିଷୟରେ ମୁଁ ଆଜି ଆପଣମାନଙ୍କୁ କହୁଛି। ମୋ ମାମୁଁ ଘର ଆମ ଘରଠାରୁ ପାଖାପାଖି 20 କିଲୋମିଟର ଦୂର ହେବ। ତେଣୁ ମୁଁ ସଦାବେଳେ ଅବଶ୍ୟ ମାମୁଁ ଘରକୁ ଯାଏ ନାହିଁ, କିନ୍ତୁ ଯଦି କେହି ମୋତେ ଆସି ନେଇଯାଏ ତ ମୁଁ ଯାଇ ବୁଲାବୁଲି କରି ପୁଣି 5-7 ଦିନ ପରେ ଫେରି ଆସୁଥାଏ। ତ ମୋ ମାମୁଁ ପୁଅ ଥରେ ଆସିକି ପହଞ୍ଚିଲା ଏବଂ କହିଲା, ରୋଜି ଚଲ ଆମ ଘରକୁ ଯିବା। ମୁଁ ବି ଖରା ଛୁଟି ପଡ଼ିଥିଲା ତ, ତେଣୁ କଲେଜ ବନ୍ଦ ଥିଲା। ତେଣୁ ମୁଁ ବି ତା ସହିତ ଚାଲିଗଲି ମାମୁଁ ଘରକୁ। 2-3 ଦିନ ମାମୁଁ ଘରେ ମୁଁ ରହିଛି। ପ୍ରବଳ ଗରମ ଆରମ୍ଭ ହୋଇଗଲା। ଏତେ ମାତ୍ରାରେ ଗରମ ହେଲା ଯେ ବର୍ଷ ସମ୍ଭାଳିବା ପୁରା ମୁସ୍କିଲ ହୋଇଗଲା। ତେଣୁ ମୁଁ ଥରେ କ'ଣ କରିଛି ନା, ସନ୍ଧ୍ୟା ସମୟରେ ମାମୁଁଙ୍କ ଘର ଛାତ ଉପରେ ଗୋଟେ ଚେୟାର ପକାଇ ବସିଥିଲେ ଏବଂ ମୋବାଇଲ ଦେଖୁଥିଲେ। ତ ମୋବାଇଲ ଦେଖୁଥିବା ସମୟରେ ଗୋଟିଏ ହଟ୍ ଭିଡ଼ିଓ ମୋବାଇଲରେ ଆସିଗଲା। ତ ମୁଁ ସେଇ ଭିଡ଼ିଓକୁ ବସି ଦେଖୁଥିଲି। କିଛି ସମୟ ଭିଡ଼ିଓ ଦେଖି ସାରିଲା ପରେ ମୋ ମାମୁଁ ପୁଅ କେତେବେଳେ ଆସି ମୋ ପଛପଟରେ ରହି ସେ ଭିଡ଼ିଓକୁ ଦେଖୁଥିଲା ଏ କଥା ମୁଁ ଜାଣିପାରି ନାହିଁ, କାରଣ ମୁଁ ସେଇ ହଟ୍ ଭିଡ଼ିଓ ଦେଖିବାରେ ବ୍ୟସ୍ତ ଥିଲି। ତେଣୁ କେତେବେଳେ ସେ ପଛପଟୁ ଆସି ଛିଡ଼ା ହୋଇଛି ସେ ବିଷୟରେ ମୋର ଧାରଣା ନାହିଁ। ତାପରେ ସେ ଫଟକିନା ମୋତେ କହିଲା, ଆରେ ତୁ କ'ଣ ଦେଖୁଛୁ? ମୁଁ ସେତେବେଳକୁ ପୁରା ଚମକି ପଡ଼ିଲି, କାରଣ ମୁଁ ଧରା ପଡ଼ି ଯାଇଥିଲି। ଆଉ ମିଛ କହି ମଧ୍ୟ କିଛି ଲାଭ ନାହିଁ। ତେଣୁ ମୁଁ କହିଲି, ଏମିତି ମୋବାଇଲରେ ଆସିଗଲା ତ ମୁଁ ସେଇ ଯୋଗୁଁ ଦେଖୁଥିଲି। ସେ କହିଲା, ତୁ ତାହେଲେ ବହୁତ ବେଧି ଅଛୁ, କାରଣ ତୁ ଏହିସବୁ ଭିଡ଼ିଓ ଗୁଡ଼ିକ ମୋବାଇଲରେ ଦେଖୁଛୁ। ମୁଁ ଟିକେ ମୁରୁକି ହସିଦେଲି, ଆଉ କିଛି କହିଲି ନାହିଁ, କାରଣ ମୁଁ ତ ନିଜେ ଲଜ୍ଜା ହୋଇଯାଇଥିଲି। ତେଣୁ ସେ କ'ଣ କଲା ନା, ମୋ ପିଠି ଉପରେ ହାତଟିକୁ ରଖିଦେଲା ଏବଂ ମୋ ଗାଲକୁ ଗୋଟିଏ କିସ୍ କରିଦେଲା। ମୁଁ ଟିକିଏ ଆଶ୍ଚର୍ଯ୍ୟ ହୋଇଗଲି। ତାପରେ ତାକୁ କହିଲି, କ'ଣ ଏମିତି ହେଲା ଯେ? ସେ କହିଲା, ରୋଜି ମୋତେ ଆଜି ପ୍ରବଳ ଘେନିବାକୁ ଇଚ୍ଛା ହେଉଛି, ତେଣୁ ତୋତେ ଟିକେ ମୁଁ ଘେନିଥାନ୍ତି। ମୁଁ ତାର ଘେନିବା କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି। ତାକୁ କହିଲି, ଆରେ ଏସବୁ କ'ଣ ତୁ କହୁଛୁ? ସେ କହିଲା, ଦେଖ ମୁଁ ଆଉ ସମ୍ଭାଳି ପାରୁନାହିଁ, ତେଣୁ ଆଜି ଏଇ ଛାତ ଉପରେ କେହି ଆସିବେ ନାହିଁ, ଆମେ ଟିକିଏ ଘିଆଁ ହୋଇଯିବା। ଏଇ କଥା କହି ସିଧା ସେ ମୋ ଦୁଧରେ ହାତ ମାରିଦେଲା। ମୋର 2 ଦୁଧକୁ ଚିପୁଡ଼ିବାକୁ ଲାଗିଲା। ମୁଁ ତାକୁ ବାରମ୍ବାର ମନା କରୁଥିଲି, କିନ୍ତୁ ସେ କିଛି ଶୁଣୁନଥିଲା। କିଛି ସମୟ ମୋ ଦୁଧକୁ ସେ ହାତରେ ଚିପୁଡ଼ିଲା ପରେ ମୋର ମଧ୍ୟ ଘିଆଁ ଖାଇବାକୁ ଇଚ୍ଛା ହୋଇଗଲା, କାରଣ ହଟ୍ ଭିଡ଼ିଓ ଦେଖି ସାରିଲା ପରେ ମୋ ବିଆ ସେତେବେଳକୁ ପୁରା ଫୁଲି ଯାଇଥିଲା ଘିଆଁ ଖାଇବା ପାଇଁ। ତେଣୁ ସେ ଯେତେବେଳେ ମୋ ଦୁଧକୁ ଚିପୁଡ଼ିବାକୁ ଆରମ୍ଭ କଲା, ମୁଁ ଆଉ ତାକୁ ବିଶେଷ ମନା କଲି ନାହିଁ। ସେ କ'ଣ କଲା ନା, ମୋ ସାର୍ଟର ବଟନକୁ ଖୋଲିଦେଇ ମୋର 2ଟି ବଡ଼ ବଡ଼ ଦୁଧକୁ ବାହାର କରି ଆଣିଲା ଏବଂ ପାଟିରେ ନେଇ ତାକୁ ଚୁଚୁମିବାକୁ ଲାଗିଲା। କିଛି ସମୟ ଚୁଚୁମି ସାରିଲା ପରେ ସେ ଆସ୍ତେ ଆସ୍ତେ ମୋ ଚଡ଼ି ଭିତରେ ହାତ ପୁରାଇଲା ଏବଂ ମୋ ଚଡ଼ି ଭିତରେ ଥିବା ବିଆକୁ
ଗୋଟିଏ ଆଙ୍ଗୁଳି ତା ଭିତରେ ପୁରାଇ ସେ ତାକୁ ହଲେଇଲା। କିଛି ସମୟ ହଲେଇ ସାରିଲା ପରେ ମୁଁ ଆଉ ପାଗଳି ଭଳି ହେଇଗଲି, କାରଣ ସେତେବେଳକୁ ମୋତେ ଚାରିଆଡ଼େ ଖାଲି ଅନ୍ଧାର ଦେଖାଯାଉଥିଲା, କାରଣ ମୋର ନିଆଁ ଖାଇବାକୁ ପ୍ରବଳ ଇଚ୍ଛା ହେଇସାରିଥିଲା। ତାପରେ ସେ ଆଉ ବିଳମ୍ବ କଲା ନାହିଁ। ସେ କ'ଣ କଲା ନା ମୋ ଚଡ଼ିଟିକୁ ତଳକୁ ଟାଣିଦେଲା ଏବଂ ତା ଜିଭ ନେଇ ମୋ ବିଆରେ ଲଗାଇ ମୋ ବିଆକୁ ଚାଟିବାକୁ ଲାଗିଲା। ବେଶ କିଛି ସମୟ ଚାଟି ଚାଲିଲା। ମୋତେ ଲାଗିଲା ଯେମିତି ମୋ ବିଆରୁ ମହୁ ବାହାରୁଛି ଆଉ ସେ ଖାଲି ତାକୁ ଚାଟି ଚାଟି ପିଇ ଯାଉଛି। କିଛି ସମୟ ମୋ ବିଆକୁ ଚାଟି ସାରିଲା ପରେ ସେ ତାର ଲମ୍ବା ବାଣ୍ଡକୁ ବାହାର କଲା ଏବଂ କହିଲା, ରୋଜି ତୁ ଟିକିଏ ମୋ ବାଣ୍ଡକୁ ଚାଟ। ମୁଁ ମଧ୍ୟ କିଛି ସମୟ ତା ବାଣ୍ଡକୁ ଚାଟିଲି। ତାପରେ ସେ କ'ଣ କଲା ନା ମୋତେ ଠିଆ ଠିଆ ଗେଇଁବା ଆରମ୍ଭ କଲା। ମୋର ଗୋଟିଏ ଗୋଡ଼କୁ ଟିକିଏ ଉପରକୁ ଟେକି ଦେଇ ସେ ତାର ସେଇ ଲମ୍ବା ବାଣ୍ଡଟିକୁ ମୋ ବିଆ ଭିତରେ ପୂରେଇଲା। 20ରୁ 25 ମିନିଟ୍ ପର୍ଯ୍ୟନ୍ତ ସେ ଖାଲି ଖପ୍ ଖପ୍ କରି ଗେହିଁ ଚାଲିଲା। ଖଚ୍ ଖଚ୍ ଖପ୍ ଖପ୍ ଶବ୍ଦ ହେଉଥିଲା, କାରଣ ମୋ ବିଆ ସେତେବେଳକୁ ନାଳେଇ ଯାଇଥିଲା। ଏମିତି କିଛି ସମୟ ଠିଆ ଠିଆ ଗେହିଁ ସାରିଲା ପରେ ସେ କହିଲା, ରୋଜି ତୁ ଟିକିଏ ନଇଁ ପଡ଼। ମୁଁ ଏଇ ଠିଆ ଠିଆ ତତେ ନଇଁବା ଅବସ୍ଥାରେ ଗେଇଁବି। ତାପରେ ମୁଁ କ'ଣ କଲି ନା ନଇଁ ପଡ଼ିଲି। ସେ ଛିଡ଼ା ହୋଇ ରହିଲା। ମୁଁ ତା ବାଣ୍ଡ ପାଖରେ ମୋ ଗାଣ୍ଡିଟିକୁ ନେଇ ଦେଖେଇଲି। ସେ କ'ଣ କଲା ନା ମୋ ଗାଣ୍ଡି ତଳ ଦେଇ ମୋ ବିଆ ଭିତରେ ସେମିତି ଠିଆ ଠିଆ ତାର ବାଣ୍ଡକୁ ପଶାଇଲା। ପୁଣି କଚ୍ କଚ୍ କରି ଗେହିଁ ଚାଲିଲା। ପାଖାପାଖି ଅଧଘଣ୍ଟା ଗେହିଁ ସାରିଲା ପରେ ତା ବାଣ୍ଡରୁ ସବୁ ରସ ବାହାରିଗଲା। ସେତେବେଳକୁ ମୋ ବିଆରୁ ରସ ବାହାରି ନଥିଲା। ତେଣୁ ମୁଁ କ'ଣ କଲି ନା ତା ବାଣ୍ଡକୁ ପୁଣି କିଛି ସମୟ ପାଟିରେ ନେଲି। କିଛି ସମୟ ପାଟିରେ ତା ବାଣ୍ଡକୁ ଚୁଚୁମିବା ପରେ ତା ବାଣ୍ଡ ପୁଣି ଷ୍ଟ୍ରଙ୍ଗ ହେଇଗଲା। ସେ ପୁଣି ଗେଇଁବା ପାଇଁ ପ୍ରସ୍ତୁତ ହେଇଗଲା। ମୋତେ ଏଥର ସେ କ'ଣ କଲା ନା ତଳେ ଶୁଆଇ ଦେଲା ଏବଂ ମୋର 2 ଟାଙ୍ଗକୁ ଉପରକୁ ଟେକି ଧରି ତା ବାଣ୍ଡଟିକୁ ମୋ ବିଆରେ ପୁଣି ପଶେଇଲା। ଏଥର ଗେହିଁଲା ବହୁତ ସମୟ ଧରି। ତାପରେ ମୋ ବିଆରୁ ମଧ୍ୟ ରସ ବାହାରିଗଲା। ଆମେ 2 ଜଣ ସେଦିନ ଛାତ ଉପରେ ପାଖାପାଖି ଗୋଟିଏ ଘଣ୍ଟା ଧରି ଗିଆଁ ଗିଇଁ ହେଇଥିଲୁ। ସେଦିନର କଥା ଆଜି ମୋର ସମ୍ପୂର୍ଣ୍ଣ ଭାବରେ ମନେ ଅଛି। ମୁଁ ଏ ଭିଡ଼ିଓଟି ଆପଣମାନଙ୍କ ସହିତ ସେୟାର କଲି। ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଭିଡ଼ିଓଟିକୁ ଲାଇକ୍ ଏବଂ ସେୟାର କରିବେ। ପ୍ରିୟା ଟ୍ୟୁବ୍ ଚ୍ୟାନେଲକୁ ଯଦି ଆପଣମାନେ ଆଜି ପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ପ୍ରିୟା ଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।